ମାଲକାନଗିରି ଥାନା ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ଅତି ଅମାନୁଷିକ ଭାବେ ଚାଲାଣ କରାଯାଉଥିବା 21ଟି ଗାଈଙ୍କୁ ପୁଲିସ ଏକ କଣ୍ଟେନରରୁ ଉଦ୍ଧାର କରିଛି। ଏହି ଘଟଣାରେ ଗୋରୁ ଚାଲାଣ ଅଭିଯୋଗରେ ଗାଡ଼ି ଚାଳକ MD ଫିରୋଜକୁ ପୁଲିସ ଗିରଫ କରିଥିବାର ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି। ପୁଲିସ ସୂଚନା ଅନୁଯାୟୀ ଶନିବାର ଦିନ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଏକ କଣ୍ଟେନର ବେଆଇନ ଭାବେ ଗୋରୁ ଚାଲାଣ କରୁଥିବା ନେଇ ଗୁପ୍ତ ସୂଚନା ମିଳିଥିଲା। ଏହି ଖବର ପାଇ ମାଲକାନଗିରି ମଡେଲ ଥାନା ପୁଲିସ ତତ୍ପରତା ପ୍ରକାଶ ପାଇ ମାଲକାନଗିରି ଜୟପୁର 326 ନମ୍ବର ଜାତୀୟ ରାଜପଥ ଚମ୍ପାକାରୀ ଚେକପୋଷ୍ଟ ନିକଟରେ ପୁଲିସ ଟିମ୍ ସନ୍ଦେହଜନକ କଣ୍ଟେନରକୁ ଅଟକାଇ ଯାଞ୍ଚ କରିବାରୁ ସେଥିରୁ 21ଟି ଗାଈ ଉଦ୍ଧାର ହୋଇଥିଲେ। ଏହି ଗାଈଗୁଡ଼ିକୁ ନବରଙ୍ଗପୁର ଜିଲ୍ଲା SK ଉସ୍ମାନ ହାଇଦ୍ରାବାଦକୁ ଚାଲାଣ କରୁଥିବାର ଗିରଫ ହୋଇଥିବା ଡ୍ରାଇଭର ପୁଲିସ ନିକଟରେ କହିଛି। ଉଦ୍ଧାର ଗାଈଗୁଡ଼ିକୁ MV2 ସ୍ଥ କାଞ୍ଜିଆ ହୋଦାଠାରେ ସୁରକ୍ଷିତ ଭାବେ ରଖାଯାଇଛି। ଏହି ରେକର୍ଡ ପଛରେ ଆଉ କାହାର ହାତ ରହିଛି, ଏହି ଗୋରୁଗୁଡ଼ିକ କେଉଁଠି ଚାଲାଣ କରାଯାଉଥିଲା ସେ ନେଇ ଅଧିକ ପୁଲିସ ପକ୍ଷରୁ ପଚରାଉଚରା ଜାରି ରହିଛି।